ଦେଖନ୍ତୁ ଆନ୍ଦୋଳନ ଛାତ୍ରଛାତ୍ରୀ ଆମେ ଯୋଉ କରିଛନ୍ତି ଏଟା ଛାତ୍ରଛାତ୍ରୀଙ୍କ ପାଇଁ ଅଭିଭାବକଙ୍କ ପାଇଁ ସମସ୍ତଙ୍କ ପାଇଁ ଆଜି ଆମେ ଆନ୍ଦୋଳନ କରିଛୁ। ଏ ଆନ୍ଦୋଳନ ପଲ୍ଲୀରୁ ଦିଲ୍ଲୀ ଯାକେ ଯିବ, ଯନ୍ତର ମନ୍ତର ଯାକେ ଯିବ। ଶିକ୍ଷା ଯଦି ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନଦେବେ, ନିତ୍ୟାନନ୍ଦ ନନ୍ଦକୁ ଆମେ କହୁଛୁ ବହିରୁ ଯୋଉ ଭୁଲ ହେଇଛି ତାକୁ ତ୍ରୁଟିପୂର୍ଣ୍ଣ କରନ୍ତୁ। ଦେଖନ୍ତୁ ଆମ ପିଲା ପଢିବେ, ଯୋଉ ବହି ଛାପିଲେ ଶୁଖୁଆ ତରକାରୀ କେମିତି ହବ, ଝାଲ ମୁଢି ତିଆରି କେମିତି ହବ, ପିଲା ପଢିବେ ନିମୁଡା ନିମୁଡା। ଓଡିଶାର ଗୀତ ନଥିଲା, ଶିବଙ୍କର ଗୀତ ବାହାର କଲନି, ଜଗନ୍ନାଥଙ୍କର ଗୀତ ବାହାର କଲନି, ଦେଖିଲନି ଆମ ଓଡିଶା ସଂସ୍କୃତିରେ କଣ ଗୀତ ନାହିଁ? ଏଇଆ ଆମକୁ ଲଜ୍ଜା ଲାଗୁଛି। ଗଣ୍ଡ ବାବୁ ତୁମେ ତୁରନ୍ତ ଇସ୍ତଫା ଦିଅ। ଆମେ ଏଇ ଭୁବନେଶ୍ୱର PMGK ଦାବି କରୁଛୁ, ଗଣ୍ଡ ବାବୁ ତୁରନ୍ତ ଇସ୍ତଫା ଦିଅ, ଆମକୁ ଲଜ୍ଜା ଲାଗୁଛି। ନାଇଁ ଆମେ ଜେନଜିରେ ନଉଛୁ ଭାଗ। ଜେନଜି ଛାତ୍ର କେମିତି ଏକତା ହବ? ନାଇଁ ଆମେ ଜେନଜିରେ ନଉଛୁ ଷ୍ଟୁଡେଣ୍ଟ ହିସାବରେ। ମୁଁ କହୁଛି ପ୍ରଶ୍ନପତ୍ର ଲିକ୍ ଦେଖନ୍ତୁ ଆଜ୍ଞା କେମିତି ଓଡିଶାରେ ଚାଲିଛି। କାଲି ଗୋଟେ ଦେଖନ୍ତୁ ମେଡିକାଲ ପୋଷ୍ଟ ଲିକ୍ କେମିତି ହେଲା, ଆପଣ ମାନେ ଗଣମାଧ୍ୟମ ଦେଖିବାକୁ ପାଇଥିବେ। ଏଇଟା ନିନ୍ଦନୀୟ କଥା। ଓଡିଶାରେ ଏଇଟା ପୁରା ଚାଲିଛି ନିନ୍ଦନୀୟ କଥା। ଏ ସରକାର ଓଡିଶା ଚଲେଇ ପାରୁନି, ତୁରନ୍ତ ତମେ ଗାଡି ଛାଡ। ମୋହନ ମାଝୀ କଣ ଦେଖି ପାରୁନାହାନ୍ତି? ମାନ୍ୟବର ମୁଖ୍ୟମନ୍ତ୍ରୀ ତମକୁ ଦେଖା ଯାଉନି? ଯଦି ଆମ ବହି ମାନେ ଏମିତି ପଢିବେ, ମୋହନ ମାଝୀ କଣ ଦେଖା ଯାଉନି? ମୋହନ ମାଝୀ କଣ ଜାଣି ପାରୁନାହାନ୍ତି? ଗଣ୍ଡ ବାବୁ ତୁମ ତୁରନ୍ତ ଇସ୍ତଫା ଦିଅ। କାଲି ଦେଖନ୍ତୁ ଏଇଟା ପୁରା ନିନ୍ଦନୀୟ କଥା। ମେଡିକାଲ ପ୍ରଶ୍ନ ଲିକ୍ କେତେ ଦୂର ଠିକ ଆଜ୍ଞା? ଆମେ ଶାନ୍ତି ଶୃଙ୍ଖଳାରେ ବସିଛୁ। ଯେତେ ଦିନ ଗଣ୍ଡ ଆମର ଦାବି ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ଦଉ। ଯେତେ ଦିନ ମାନେ ଇସ୍ତଫା ନ ଦବ ଆମ ଅନଶନ ଜାରି ରହିବ। ଶାନ୍ତି ଶୃଙ୍ଖଳାରେ ଏଠି ଆମେ ବସିଛୁ, ସବୁଦିନ ପାଇଁ ବସିଛୁ। ପୋଲିସ ବାଡେଇବାରେ କିଛି ନାହିଁ। ପୋଲିସ ଜୀବନ ପଳେଇବ, ରକ୍ତ ପଳେଇବ, ଛାତ୍ର ସମାଜ ଲଢିବ। ଆମେ ଛାତ୍ର ସଂଗଠନ ସବୁବେଳେ ଆମେ ପୋଲିସ କି ବାଡେଇବୁ ନା, ଆମେ ଶାନ୍ତି ଶୃଙ୍ଖଳ ସହିତ ବସିବୁ। ସେମାନେ ଯଦି ଆସି ବାଡେଇବେ କଣ କରିବେ? କିଛି ଅସୁବିଧା ନାହିଁ। ଆମେ ବସିଛୁ, ଲଢେଇ ହବ, ଜାରି ହବ, ଆଗାମୀ ଦିନରେ ହବ, ଜୋରସୋର ଲଢେଇ ହବ। ଯେପର୍ଯ୍ୟନ୍ତ ଗଣ୍ଡ ବାବୁ ଇସ୍ତଫା ନ ଦେଇଛନ୍ତି, ଗଣ୍ଡ ବାବୁ ତୁରନ୍ତ ଇସ୍ତଫା ଦିଅ।